ସିରିଏଲ ହିରୋ ପାଇବା ଇଚ୍ଛା ହଉଛି ମତେ ହଁ ମୁଁ ତ ମୂଳରୁ କମେଡିଆନ ହେଇକି ରହିଛି ସେ ହିରୋ କାହିଁକି ହେବି ମୁଁ କମେଡିଆନ ବି ହିରୋ ହଉଛନ୍ତି କମେଡିଆନ ହିରୋ ଓଡ଼ିଆ ଇଣ୍ଡଷ୍ଟ୍ରି ବହୁତ କମେଡିଆନ ହିରୋ ବି ହେଇଛନ୍ତି। ପ୍ରଥମ କଥା ହେଲା ମତେ ଚିନ୍ତା କରିବା ଦରକାର ଯେ ମତେ ଦର୍ଶକ କଣ ମାନେ କୋଉ ହିସାବରେ ଗ୍ରହଣ କରୁଛନ୍ତି ମତେ ସେଟାକୁ ପ୍ରେଜେଣ୍ଟ କରିବାକୁ ପଡିବ ତାମାନେ ନୁହେଁ ଯେ ମୁଁ ହିରୋ ହେଇଛି ନା ମୁଁ ମୂଳରୁ କହି ଆସିଛି ଯେ ମୁଁ ଜଣେ ଭର୍ସାଟାଇଲ ଆକ୍ଟର ପାର୍ଶ୍ଵ ଅଭିନେତା କହିଲେ ଚଳେ ଏ ଯାଏ ଷ୍ଟ୍ରଗଲ ଚାଲିଛି ସଫଳତା ମିଳିନି କେବେ ମିଳିବ ଯେବେ ଦର୍ଶକ ମାନେ କହିବେ ନାହିଁ ଗୋଟେ ଭଲ ଅଭିନେତା ଗୋଟେ ଭଲ ଖଳନାୟକ ବା ଭଲ ଗୋଟେ କମେଡିଆନ ସେଥିରେ ଯାଇକି ମତେ ଲାଗିବ ଯେ ହଁ ମୁଁ ଗୋଟେ ଶୀର୍ଷ ସ୍ଥାନରେ ପହଞ୍ଚିଲି। ସେମିତି ବି ତ କମେଡି ଗୋଟେ ଏମିତି ହୁଏ ଯେମିତି ହରି ଭାଇଙ୍କର ଗୋଟେ ବଡ ଷ୍ଟାର ହେଲେ ଦେଖନ୍ତୁ ହରି ଭାଇ ପପୁ ଭାଇ ଏମାନେ ହଉଛନ୍ତି ଲିଜେଣ୍ଡ ଭେଟରାନ ଆମେ ତାଙ୍କ ଆଗରେ କିଛି ନୁହଁ ଏବେ ଆମେ ଶିଖୁଛୁ ଷ୍ଟ୍ରଗଲ କରୁଛୁ ଆଗାମୀ ଦିନରେ କଣ ହବ କଣ ନାହିଁ ସେଟା ଦର୍ଶକ କହିବେ ତେଣୁକରି ବର୍ତ୍ତମାନ ଏ ଶିକ୍ଷା ପିରିୟଡଟା ଏମିତି ଚାଲିଥାଉ ମଣିଷ ମରିବା ଯେ ବହୁତ କିଛି ଶିଖେ ତେଣୁକରି ଆମେ କିଛି ଶିଖିନୁ ସେ ଯୋଉ କୁହନ୍ତି 100% ରୁ ଏବେ 0.1% ବି ହେଇନି ଚେଷ୍ଟା ଚାଲିଛି। କାହାକୁ ଗୁରୁ ମାନନ୍ତି ମୁଁ ଯଦି ମୋ ଆଇଡଲ କାହାକୁ ମାନେ ସେ ହଉଛନ୍ତି ମିହିର ଦାଦା ମିହିର ଦାସ ମିହିର ଦାଦା ହଉଛନ୍ତି ମୋର ଆଇଡଲ ତାଙ୍କୁ ମୁଁ ଟିକେ ଅନୁସରଣ କରେ ଦେନ୍ ଆମ ଓଡ଼ିଆର ବହୁତ ଭଲ ଭଲ ଭେଟରାନ କଳାକାର ମାନେ ଯୋଉମାନେ ଆଜିକା ଦିନ ନାହାନ୍ତି ପିଣ୍ଟୁ ଦାଦା ବିଜୟ ମହାନ୍ତି ଏମାନେ ହଉଛନ୍ତି ଗୋଟେ ଗୋଟେ ଦିଗ୍ଗଜ କଳାକାର ସେମାନଙ୍କୁ ଅନୁସରଣ କରିକି ଚାଲିଛୁ ଦେଖାଯାଉ କେବେ ଶେଷ ଯେହେତୁ ମିଳିତ